ସନ୍ଧ୍ୟାରେ ପିଚୁ ପଡ଼ିଲା, ସକାଳୁ ଉଠିଗଲା। ତାତିଲେ ସ୍ଥାନୀୟ ଲୋକେ। ଜହ୍ଲାରପୁର ଠାରୁ ପହଙ୍ଗା ରାସ୍ତା ନିର୍ମାଣ ନିମ୍ନମାନର ବୋଲି ଅଭିଯୋଗ କରିଛନ୍ତି। ତେବେ ଦୀର୍ଘ ବର୍ଷ ଧରି ଦାବି ପ୍ରତିବାଦ ପରେ ରାଜ୍ୟ ସରକାର କଟକ ଜିଲ୍ଲା ନିଆଳି ବ୍ଲକ ଜହ୍ଲାରପୁର ଠାରୁ ପହଙ୍ଗା R&B ବିଭାଗ ଅଧୀନରେ ଥିବା ରାସ୍ତା ନିର୍ମାଣ ପାଇଁ ଟଙ୍କା ଦେଇଥିଲେ। ସନ୍ଧ୍ୟାରେ ପିଚୁ ପଡ଼ିଲା, କିନ୍ତୁ ସକାଳୁ ସକାଳୁ ପିଚୁ ଏବଂ ଗୋଡ଼ି ଉଠିଗଲା। ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ କରି ସ୍ଥାନୀୟ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଭିଡିଓ ଉତ୍ତୋଳନ କରି ଭାଇରାଲ କରିବା ପରେ ଘଟଣାଟି ସାମ୍ନାକୁ ଆସିଛି। ତେବେ ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ନିଆଳି ବ୍ଲକର ଜହ୍ଲାରପୁର ଠାରୁ ପହଙ୍ଗା ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାର ପାଖାପାଖି 16 କୋଟି 66 ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ଏବଂ ରାସ୍ତା ନିର୍ମାଣ 2024 ଜାନୁଆରୀ 24 ଶେଷ ତାରିଖ ପୂର୍ବରୁ ଶେଷ ହେବ ବୋଲି ଧାର୍ଯ୍ୟ ମଧ୍ୟ କରିଥିଲେ। ଏହି କାର୍ଯ୍ୟକୁ ତଦାରଖ କରିଥିଲେ R&B ବିଭାଗ। ଜହ୍ଲାରପୁର ଠାରୁ ପହଙ୍ଗା ରାସ୍ତାର ଯାଞ୍ଚ ଏବଂ ତଦାରଖ କରିବା ପାଇଁ R&B ବିଭାଗର କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଗତ 2 ଦିନ ତଳେ ରାସ୍ତାରେ ପିଚୁ ପଡ଼ିଥିଲା, କିନ୍ତୁ ସକାଳ ସମୟରେ ପିଚୁ ସହିତ ଗୋଡ଼ି ଉଠିଯାଇଥିଲା, ଯାହାଫଳରେ କି ସ୍ଥାନୀୟ ଲୋକେମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ ଏବଂ ଘଟଣାଟି ଏବେ ସାମ୍ନାକୁ ଆସିଛି। ରାସ୍ତା କାମ ହେଉଛି, ରାସ୍ତାଟା ବାଗ କାମ ହେଉଛି ହେଲା। କାମ ଯଦି ଭଲ ହୁଅନ୍ତା, ଘାଇ ବାଗ ଲାଗି ଗାଡ଼ି ଗୁଡ଼ା ଯେତେ ଗଲେ ଭାଙ୍ଗନ୍ତା କି? ନିମ୍ନମାନର କାମ ହେଉଛି, ଭାଙ୍ଗିବୁନି ଆଉ କ'ଣ ହେବ? ଅଜିତ ସ୍ୱାଇଁ, ଆମ ଘର କୁଳଜଲାପୁର। କୋଉ ରାସ୍ତା ଏଇଟା ପରେ ବିଲୁ ରାସ୍ତା ଅଛି। ଏଇଟା 16 କୋଟି ଟଙ୍କାର କାମ ଅଛି। ଜହ୍ଲାରପୁରରୁ ପହଙ୍ଗା ପର୍ଯ୍ୟନ୍ତ ରାସ୍ତା ଅଛି। ଏ 4 ଦିନ ହେବ ପିଚୁ ପଡ଼ିଛି। ସେ 4 ଦିନ ପରେ ପିଚୁ ବର୍ତ୍ତମାନ ସବୁ ବଜୁରୀ ଉଠିଗଲାଣି ରାସ୍ତାରେ। ସମସ୍ତ ଜନସାଧାରଣ ଯେମିତି ଉପକୃତ ହେବେ ସେ କାମ ହେଉ, କିନ୍ତୁ ସରକାରଙ୍କର କୋଟି କୋଟି ଟଙ୍କା ଯାଉଛି, କିନ୍ତୁ ଆ ଦେହରେ କିଛି ବି ଏ କାମ ନିମ୍ନମାନର ପୁରା ହେଉଛି। ତେଣୁକରି ମୁଁ ସରକାରଙ୍କୁ ଅନୁରୋଧ କରୁଛି, ତାଙ୍କୁ ଦୃଷ୍ଟିପାତ କରନ୍ତୁ ଏ ରାସ୍ତା ପାଇଁକି। ଧନ୍ୟବାଦ। ତେବେ ଜହ୍ଲାରପୁର ଠାରୁ ପହଙ୍ଗା ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ବୋଲି ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକେ। କାଲି ନିର୍ମାଣ ହେଉ ହେଉ ଆଜି ଲୋକଙ୍କ କାର୍ଯ୍ୟରେ ଆସୁନି ରାସ୍ତା। କିଭଳି ବର୍ଷ ବର୍ଷ ଧରି ଲୋକଙ୍କ କାର୍ଯ୍ୟରେ ଆସିବ ବୋଲି ଅଭିଯୋଗ କରିଥିଲେ ସ୍ଥାନୀୟ ବାସିନ୍ଦା। ଏନେଇ R&B ବିଭାଗ ନିଆଳି କନିଷ୍ଠ ଯନ୍ତ୍ରୀ ପୁଷ୍ପଲତା ସାହୁଙ୍କୁ ଫୋନ୍ ମାଧ୍ୟମରେ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲା, କିନ୍ତୁ ସେ ଫୋନ୍ ଉଠାଇଲେ ନାହିଁ କିମ୍ବା କୌଣସି ପ୍ରତିକ୍ରିୟା ଦେଲେ ନାହିଁ। ସେପଟେ ସହକାରୀ ଯନ୍ତ୍ରୀ ମନୋଜ ମଞ୍ଜଙ୍କ ସହିତ ଯୋଗାଯୋଗ କରିବା ପରେ ସେ କହିଛନ୍ତି, ସନ୍ଧ୍ୟାରେ କାମ ହୋଇଥିଲା, ଗାଡ଼ି ଚାଲିଲା ପରେ କେଉଁଠି କ'ଣ ଡିଫେକ୍ଟ ହୋଇଥିବ ତାକୁ ରେକ୍ଟିଫାଏ କରାଯିବ। ରାସ୍ତା ନିର୍ମାଣ ଯଦି ଏଭଳି ହୁଏ, ତେବେ ରାସ୍ତାରେ ସ୍ଥାୟିତ୍ୱ ପ୍ରତି ଗ୍ୟାରେଣ୍ଟି କିଏ ଦେବ ବୋଲି ପ୍ରଶ୍ନ ହେବା ସ୍ୱାଭାବିକ କଥା। ତେବେ ଜହ୍ଲାରପୁର ଠାରୁ ପହଙ୍ଗା ରାସ୍ତା ନିର୍ମାଣର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ ଦେଖିବାକୁ ବାକି ରହିଲା ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ପରେ କେବେ ଏହା ଉପରେ ପଡ଼ୁଛି ପ୍ରଶାସନର ନଜର। ନିଆଳିରୁ କୈଳାସ ଚନ୍ଦ୍ର ପାତ୍ରଙ୍କ ରିପୋର୍ଟ, ଧ୍ରୁବବାର୍ତ୍ତା ଡିଜିଟାଲ ଲାଇଭ୍। ମୋବାଇଲ ଫୋନ୍ ଓ ସାଙ୍ଗସାଥୀ ଆପଣଙ୍କ ପିଲାଟିର ପାଠପଢ଼ା ଓ କ୍ୟାରିୟରକୁ ପ୍ରଭାବିତ କରୁଛି କି? ଆପଣ ସେଥିପାଇଁ ବିବ୍ରତ କି? ତେବେ ଆଜି ହିଁ ଆସନ୍ତୁ ଆପଣ ଚାହୁଁଥିବା ମନ ଲାଗି ସମ୍ପୂର୍ଣ୍ଣ ଆବାସିକ ସ୍କୁଲ TSC ଗୁରୁକୁଲ, ଗୋଠପାଟଣା, ଭୁବନେଶ୍ୱର।